ଆଜିର ପ୍ରସଙ୍ଗ ଶ୍ରାବଣ ପୂର୍ଣ୍ଣିମା ଓ ରକ୍ଷାବନ୍ଧନର ମହତ୍ତ୍ୱ। ଆଲେଖ୍ୟ ସୁଷମା ପରିଜା। ଉପସ୍ଥାପନାରେ ମୁଁ ନୀନା ସାହୁ। ଶ୍ରାବଣ ପୂର୍ଣ୍ଣିମା ଏକ ଅତ୍ୟନ୍ତ ପବିତ୍ର ଦିବସ। ଏହା ହଳାୟୁଧ ଭଗବାନ ଶ୍ରୀ ବଳଦେବଙ୍କ ଜନ୍ମଦିନ। ଏହି ପୂର୍ଣ୍ଣିମା ଗହ୍ମା ପୂର୍ଣ୍ଣିମା, ଝୁଲଣ ପୂର୍ଣ୍ଣିମା, ରାକ୍ଷୀ ପୂର୍ଣ୍ଣିମା ନାମରେ ମଧ୍ୟ ପରିଚିତ। ଗହ୍ମା ପୂର୍ଣ୍ଣିମା ଦିନ ସବୁ ଗୃହପାଳିତ ଗାଈ, ଗୋରୁ, ବଳଦ ଆଦିଙ୍କୁ ଗାଧୁଆ ପାଧୁଆ କରି ଫୁଲରେ ସଜାଯାଇଥାଏ ଏବଂ ଚନ୍ଦନ ସିନ୍ଦୁର ଦେଇ ପୂଜା କରାଯାଏ। କ୍ଷୀରି ପିଠା ତିଆରି କରି ସେମାନଙ୍କୁ ଖାଇବାକୁ ଦିଆଯାଏ। ଏହାଦ୍ୱାରା ଗୃହରେ ପଶୁ ସମ୍ପଦ ବୃଦ୍ଧି ପାଏ ବୋଲି ବିଶ୍ୱାସ ରହିଛି। ଶ୍ରାବଣ ମାସରେ ଶୁକ୍ଳପକ୍ଷ ଦଶମୀଠାରୁ ଭାଦ୍ରବ ପ୍ରତିପଦ ପର୍ଯ୍ୟନ୍ତ 7 ଦିନ ଏହି ଝୁଲଣ ଯାତ୍ରା ପର୍ବ ପାଳନ କରାଯାଏ। ଭଗବାନ କୃଷ୍ଣ ଏବଂ ରାଧା ଏହି ବର୍ଷା ଋତୁରେ ଦୋଳି ଖେଳି ଆନନ୍ଦ ନେଇଥାନ୍ତି। ଶ୍ରୀମନ୍ଦିରରେ ଏବଂ ସମସ୍ତ ମଠ ବାଡ଼ିରେ ରାଧାକୃଷ୍ଣଙ୍କୁ ସୁନ୍ଦର ସୁସଜ୍ଜିତ ଝୁଲଣରେ ସଜାଯାଇ ଦୋଳି ଖେଳା ଯାଇଥାଏ। ତେଣୁ ଏହା ଝୁଲଣ ପୂର୍ଣ୍ଣିମା ନାମରେ ମଧ୍ୟ ପରିଚିତ। ଭାଇ ଭଉଣୀଙ୍କ ମଧ୍ୟରେ ପବିତ୍ର ସମ୍ପର୍କର ବନ୍ଧନ ରକ୍ଷାବନ୍ଧନ। ଏହି ପବିତ୍ର ପର୍ବର ଅନେକ ବଳିଷ୍ଠ ସମୃଦ୍ଧ ପରମ୍ପରା ଓ ପୃଷ୍ଠଭୂମି ରହିଛି। ଆମ ଭାରତୀୟ ସଂସ୍କୃତିରେ ପରିବାର ଭିତରେ ଭଉଣୀଠାରୁ ଅଧିକ ସମ୍ମାନନୀୟା ଓ ସ୍ନେହାଶୀଳା ଆଉ କେହି ନାହିଁ। ଗହ୍ମା ପୁନେଇରେ ଭଉଣୀଟିଏ ଭାଇ ହାତରେ ରକ୍ଷାସୂତ୍ର ବାନ୍ଧି ଈଶ୍ୱରଙ୍କ ନିକଟରେ ଭାଇର ମଙ୍ଗଳ ମନାସିଥାଏ ଏବଂ ସେହି ରକ୍ଷାବନ୍ଧନରେ ଭାଇଟିଏ ଭଉଣୀକୁ ସୁରକ୍ଷା ଦେବାକୁ ଶପଥ ନେଇଥାଏ। ଏ ସମ୍ବନ୍ଧରେ ଅନେକ ପୌରାଣିକ ଓ ଐତିହାସିକ ତଥ୍ୟ ରହିଛି। ପୌରାଣିକ କିମ୍ବଦନ୍ତୀ ଅନୁସାରେ ଦ୍ୱାପର ଯୁଗରେ ପାଣ୍ଡବ ଜନନୀ ମାତା କୁନ୍ତୀ ପ୍ରଭୁ ଶ୍ରୀକୃଷ୍ଣଙ୍କ ହାତରେ ରାକ୍ଷୀ ବାନ୍ଧି ନିଜ ପୁତ୍ରମାନଙ୍କୁ କୌରବମାନଙ୍କ ଅତ୍ୟାଚାରରୁ ରକ୍ଷା କରିବା ପାଇଁ ପ୍ରାର୍ଥନା କରିଥିଲେ। ଗୋପାଙ୍ଗନାମାନେ ତାଙ୍କର ପ୍ରିୟ କାହ୍ନାଙ୍କୁ ଦୁଷ୍ଟମାନଙ୍କ କବଳରୁ ରକ୍ଷା ପାଇଁ ତାଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କର ଶୁଭ ମନାସିଥିଲେ। ସେଥିପାଇଁ ଆଜି ମଧ୍ୟ କୃଷ୍ଣ ରୂପରେ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବନ୍ଧା ହେଉଛି। ବିଷ୍ଣୁ ପୁରାଣ ଅନୁସାରେ ସତ୍ୟଯୁଗରେ ଦୈତ୍ୟରାଜ ଦାନବୀର ବଳିର ଗର୍ଭଗଞ୍ଜନ ପାଇଁ ଭଗବାନ ବାମନ ଅବତାର ଗ୍ରହଣ କରିଥିଲେ। ବଳି ବାମନଙ୍କୁ 3 ପାଦ ଭୂମି ଦାନ ଦେବାକୁ ଶପଥ କଲାପରେ ବାମନଙ୍କ 2 ପାଦ ପୃଥିବୀ ଆକାଶକୁ ବ୍ୟାପ୍ତ ହୋଇଗଲା। ବାମନ ନିଜ ନାଭି ମଣ୍ଡଳରୁ ତୃତୀୟ ପାଦଟି ବାହାର କରି ଏହି ପାଦ ପାଇଁ ଭୂମି କାହିଁ ବୋଲି ପୁଛନ୍ତେ ବଳି ବାମନଙ୍କ ନିକଟରେ ସମ୍ପୂର୍ଣ୍ଣ ସମର୍ପିତ ହୋଇ ନିଜର ମସ୍ତକ ନୁଆଇଁ ଦେଇଥିଲେ ଏବଂ ବାମନ ସେହି ମସ୍ତକ ଉପରେ ପାଦ ରଖି ବଳିକୁ ପାତାଳକୁ ଚାପି ଦେଇଥିଲେ। ଭଗବାନ ବଳିର ଏତାଦୃଶ ସମର୍ପଣ ଓ ବଚନବଦ୍ଧତାରେ ପ୍ରୀତ ହୋଇ ତାଙ୍କୁ ପାତାଳରେ ସ୍ଥାନ ଦେବା ସହ ଗୋଟିଏ ଘର ମାଗିଥିଲେ। ବଚନବଦ୍ଧ ନାରାୟଣଙ୍କ ନିକଟରେ ଆଉ କିଛି ଉପାୟ ନଥିଲା। ସେ ପାତାଳପୁରରେ ବଳିର ଦ୍ୱାରପାଳ ହୋଇ ରହିଲେ। ଅନେକ ଦିନ ବିତିଗଲା। ନାରାୟଣଙ୍କ ଦର୍ଶନ ନ ପାଇ ଲକ୍ଷ୍ମୀ ବୈକୁଣ୍ଠରେ ବ୍ୟଥିତ ହୋଇ ନାରଦଙ୍କୁ ଶ୍ରୀବିଷ୍ଣୁଙ୍କ ଅବସ୍ଥିତି ବିଷୟରେ ପ୍ରଶ୍ନ କରି ଜାଣିଲେ ଯେ ବିଷ୍ଣୁ ବଳିପୁରରେ ଦ୍ୱାରପାଳ ହୋଇ ରହିଛନ୍ତି। ତେଣୁ ମା ଲକ୍ଷ୍ମୀ ଯାଇ ବଳିପୁରରେ ପହଞ୍ଚି ମହାରାଜ ବଳି ହାତରେ ରାକ୍ଷୀ ପିନ୍ଧାଇ ଭାଇର ସମ୍ପର୍କ ସ୍ଥାପନ କଲେ ଓ ବଳିଠାରୁ ବିଷ୍ଣୁଙ୍କୁ ଉଦ୍ଧାର କରି ବୈକୁଣ୍ଠ ଫେରାଇ ଆଣିଲେ। ଏହିଠାରୁ ହିଁ ରକ୍ଷାବନ୍ଧନ ପର୍ବର ଉତ୍ପତ୍ତି। ମହାଭାରତ ଗ୍ରନ୍ଥରେ ପ୍ରଭୁ ଶ୍ରୀକୃଷ୍ଣ ଯେତେବେଳେ ଦ୍ରୌପଦୀଙ୍କୁ କୋଟି ବସ୍ତ୍ର ଦେଇ ତାଙ୍କର ଲଜ୍ଜା ନିବାରଣ କରିଥିଲେ, ସେହି ମହତ୍ କଥାବସ୍ତୁ ଆଜି ମଧ୍ୟ ଜନଜୀବନରେ ବଞ୍ଚି ରହିଛି। ସେହି ସମୟରେ ଦ୍ରୌପଦୀଙ୍କ ସେବାରେ ପ୍ରଭୁ ଶ୍ରୀକୃଷ୍ଣ ସନ୍ତୁଷ୍ଟ ହୋଇ ଦ୍ରୌପଦୀଙ୍କୁ କହିଥିଲେ, ସଖୀ କୃଷ୍ଣା, ମୁଁ ତୁମ ପାଖରେ ଋଣୀ ରହିଲି। ଏହି ଋଣ ମୁଁ ଯଥା ସମୟରେ ପରିଶୋଧ କରିବି। ସେଦିନ ଶ୍ରୀକୃଷ୍ଣଙ୍କ କାଣି ଆଙ୍ଗୁଳିରେ ଦ୍ରୌପଦୀ ନିଜ ପଣତ କାନିରୁ ଯେଉଁ କନାଖଣ୍ଡକ ବାନ୍ଧିଥିଲେ, ତାହା ଥିଲା ଭାଇ ଭଉଣୀଙ୍କ ଅତୁଟ ସ୍ନେହ ବନ୍ଧନର ନିଦର୍ଶନ। ଇତିହାସରେ ମଧ୍ୟ ରହିଛି ରକ୍ଷାବନ୍ଧନର ମହତ୍ତ୍ୱ। ଯଦିଓ ଏହା ପଛରେ ରହିଛି ରାଜନୈତିକ ଅଭିସନ୍ଧି, ତେବେ ବି ରାକ୍ଷୀ ବାନ୍ଧିଥିବା ଭଉଣୀର ସମ୍ମାନ ରକ୍ଷା ପାଇଁ ଭାଇ କେବେ ହେଲେ ପଛଘୁଞ୍ଚା ଦେଇନାହିଁ। ପ୍ରଥମ ଘଟଣାଟି ହେଲା ଖ୍ରୀଷ୍ଟପୂର୍ବ 300 ବର୍ଷ ତଳର। ମାସିଡୋନିଆର ସମ୍ରାଟ ଆଲେକଜାଣ୍ଡାର ଭାରତ ଉପରେ ବିଜୟ ଲାଭ ପାଇଁ ଅଗ୍ରସର ହେଉଥିବା ବେଳେ ରାଜା ପୁରୁଙ୍କ ସମ୍ମୁଖୀନ ହୋଇଥିଲେ। ପ୍ରଥମ ଥର ପୁରୁଙ୍କଠାରୁ ଆଲେକଜାଣ୍ଡାର ପରାସ୍ତ ହେଲେ। ସେତେବେଳେ ଆଲେକଜାଣ୍ଡାରଙ୍କ ପତ୍ନୀ ପୁରୁଙ୍କ ନିକଟକୁ ଏକ ରାକ୍ଷୀ ପ୍ରେରଣ କରିଥିଲେ। ପୁରୁ ତାଙ୍କୁ ନିଜର ଭଉଣୀ ଭାବେ ଗ୍ରହଣ କରିଥିଲେ। ଅନ୍ୟ ଘଟଣାଟି ହେଲା ମୋଗଲ ସମ୍ରାଟ ଆକବର ମଧ୍ୟ ହିନ୍ଦୁ କନ୍ୟା ଯୋଦ୍ଧାବାଈଙ୍କୁ ବିବାହ କରିଥିବାରୁ ରକ୍ଷାବନ୍ଧନ ଉତ୍ସବକୁ ବହୁ ସମ୍ମାନ ଦେଉଥିଲେ। ଯୋଦ୍ଧାବାଈଙ୍କ ଭାଇ ମାନସିଂଙ୍କୁ ଅନେକ ସମ୍ମାନ ଦେଇ ନିଜର ପ୍ରଧାନ ସେନାପତି କରିଥିଲେ। ଭାରତୀୟ ସଂସ୍କୃତିରେ ରକ୍ଷାବନ୍ଧନ ଏକ ପବିତ୍ର ଉତ୍ସବ ରୂପେ ସର୍ବତ୍ର ପାଳିତ ହୋଇଥାଏ।